ନମସ୍କାର। ଆଜି ଆମେ ଦେଖିପାରୁନଥିବା ତଥା ଶୁଣିପାରୁନଥିବା ଏକ ମହିୟସୀ ମହିଳାଙ୍କ ବିଷୟରେ କିଛି ଜାଣିବା। ହେଲେନ୍ କେଲର। ହେଲେନ୍ କେଲର 1880 ମସିହା ଜୁନ୍ ମାସ 27 ତାରିଖରେ ଆମେରିକାର ଆଲବାମାରେ ଜନ୍ମ ହୋଇଥିଲେ। ଆମ୍ଭମାନଙ୍କ ପାଇଁ ସେ ସାହସିକତାର ପ୍ରତୀକ ଅଟନ୍ତି। ସେ ହେଉଛନ୍ତି ପ୍ରଥମ ଅନ୍ଧ ବଧିର ଯିଏକି ପ୍ରଥମେ କଲାରେ ସ୍ନାତକ ଡିଗ୍ରୀ ପାଇଥିଲେ। ଅଜଣା ରୋଗରେ ପୀଡ଼ିତ ହୋଇ ସେ ତାଙ୍କର ଦୃଷ୍ଟିଶକ୍ତି ଏବଂ ଶ୍ରବଣ ଶକ୍ତିକୁ ହରାଇ ବସିଲେ। ସେତେବେଳେ ତାଙ୍କୁ 19 ମାସ ହେଉଥିଲା। ନିଜର ଅନ୍ତର୍ନିହିତ ଶକ୍ତି ବଳରେ ସେ ଅସାଧ୍ୟ ଲକ୍ଷ୍ୟ ହାସଲ କଲେ। ତାଙ୍କର ଶିକ୍ଷକ ଏନ୍.ଙ୍କ ସହାୟତାରେ ସେ ସଫଳତା ପାଇଥିଲେ। ସେ ଏକାଧାରରେ ଜଣେ ଲେଖକ, ଅଧ୍ୟାପକ ଏବଂ ପ୍ରଭାବଶାଳୀ ରାଜନୈତିକ ନେତା ଥିଲେ। ସେ 12ଟି ବହି ଏବଂ କେତେଗୁଡ଼ିଏ ଆର୍ଟିକଲ ଲେଖିଛନ୍ତି। ଜୁନ୍ ମାସ 1 ତାରିଖ 1968 ମସିହାରେ ସେ ଇହଧାମ ତ୍ୟାଗ କଲେ। ସେହି ସମୟରେ ତାଙ୍କୁ 87 ବର୍ଷ ହୋଇଥିଲା। ଧନ୍ୟବାଦ।